ହୋସେୟ ପୁସ୍ତକ ତାର 1 ପର୍ବର 1-2 ପଦ ଆଉ 3 ପର୍ବର 1-2-3 ପଦ। ହୋସେୟ ପୁସ୍ତକର 1 ପର୍ବର 1 ଆଉ 2 ପଦ ଆଉ 3 ପର୍ବର 1-2-3 ପଦ। ଏଠାରେ ଏପରି ଲେଖା ଅଛି, ଜିହୁଦାର ରାଜଗଣ ଉସିୟ ଅଧିକାର ସମୟରେ ଓ ଜୟାସର ପୁତ୍ର ଇସ୍ରାଏଲର ରାଜା ଜାରବିୟମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋସେୟଙ୍କର ନିକଟରେ ଉପସ୍ଥିତ ହେଲା। ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋସେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋସେୟଙ୍କୁ କହିଲେ, ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନ ଗଣକୁ ଗ୍ରହଣ କର, କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରୁଅଛି। ହୋସେୟ 3 ପର୍ବ 1-2-3ରେ ଏପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ଆମ୍ଭକୁ କହିଲେ, ଇସ୍ରାଏଲ ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେ ହେଁ ଓ ଦ୍ରାକ୍ଷା ଚକ୍ତି ଭଲ ପାଇଲେ ହେଁ, ସଦାପ୍ରଭୁ ଯେପରି ସେମାନଙ୍କୁ ପ୍ରେମ କରନ୍ତି, ସେପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର। ତହିଁରେ ମୁଁ 15 ରୌପ୍ୟ ମୁଦ୍ରା ଓ 1 ହୋମର ଓ ଅର୍ଦ୍ଧ ହୋମର ଜବ ଦେଇ ସେ ସ୍ତ୍ରୀକୁ କିଣିଲି। ଆଉ ମୁଁ ତାହାକୁ କହିଲି, ତୁମ୍ଭେ ଅନେକ ଦିନ ପର୍ଯ୍ୟନ୍ତ ମୋ ନିମନ୍ତେ ରହିବ, ତୁମ୍ଭେ ବେଶ୍ୟାବୃତ୍ତି କରିବ ନାହିଁ ଓ ତୁମ୍ଭେ ଅନ୍ୟ କୌଣସି ପୁରୁଷର ଭାର୍ଯ୍ୟା ହେବ ନାହିଁ, ଓ ମୁଁ ମଧ୍ୟ ତୁମ୍ଭ ପ୍ରତି ତଦ୍ରୂପ ବ୍ୟବହାର କରିବି। ଆମେନ୍। ପ୍ରଭୁ ଆମକୁ ଏ ବାକ୍ୟରୁ ଆଜି ଆମେ ସମସ୍ତେ ଏ ବାକ୍ୟ ପଢିଛୁ, ଅତି ପରିଚିତ। ତଥାପି ପ୍ରଭୁ ଆଜି ଆମକୁ ଏ ବାକ୍ୟରୁ ଯାହା କହିବା ପାଇଁ ଚାହୁଁଛନ୍ତି ତାହା ଆମେ ସମସ୍ତେ ଟିକେ ଧ୍ୟାନ କରିବା। ଏଟା ଆମେ ଦେଖୁଛୁ ଏ ହୋସେୟ ପୁସ୍ତକ ହୋସେୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଲେଖା ହେଇଛି। ହୋସେୟ ଭବିଷ୍ୟତ ବକ୍ତା ଉତ୍ତର ଇସ୍ରାଏଲର ଜଣେ ଭବିଷ୍ୟତ ବକ୍ତା ଥିଲେ। ଉତ୍ତର ଇସ୍ରାଏଲର ପ୍ରଧାନ ଭବିଷ୍ୟତ ବକ୍ତା ଥିଲେ। ସେ ଗୋଟେ ମାଇନର ପ୍ରଫେଟ ଥିଲେ। ଏଠି ଆମେ ଦେଖୁଛୁ ତାଙ୍କ ବାପାଙ୍କ ନାଁ ବେରି ବୋଲି ତାଙ୍କ ବାପାଙ୍କ ନାଁ ଲେଖା ହେଇଛି। এই ଘଟଣା ସେଇ ସମୟରେ ଅଟେ ଯେତେବେଳେ କି ରାଜା ଜାରବିୟମ ରାଜତ୍ୱ କରୁଥିଲେ। ରାଜା ଜାରବିୟମ ଇସ୍ରାଏଲ ଉପରେ ରାଜତ୍ୱ କରୁଥିଲେ। ସେହି ସମୟରେ ସଦାପ୍ରଭୁଙ୍କର ବାକ୍ୟ ହୋସେୟଙ୍କ ନିକଟରେ ଉପସ୍ଥିତ ହେଉଛି। ସେତେବେଳେ ଇସ୍ରାଏଲୀୟ ମାନେ ସଦାପ୍ରଭୁଙ୍କୁ ଛାଡ଼ିକି ଅନ୍ୟ ଦେବତା ମାନଙ୍କୁ ଉପାସନା କରିବା ଆରମ୍ଭ କରିଦେଇଥିଲେ। ସେହି ସମୟରେ ଇସ୍ରାଏଲୀୟ ମାନଙ୍କୁ ଅଧର୍ମ ପଥରୁ ଫେରେଇ ଆଣିବା ପାଇଁ ହୋସେୟ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ସଦାପ୍ରଭୁ ଇସ୍ରାଏଲୀୟ ମାନଙ୍କୁ କଥା କହୁଅଛନ୍ତି। ସେହି ସମୟର ଘଟଣା, ଇସ୍ରାଏଲ ମାନେ ଅନେକ ଅନୈତିକ କାର୍ଯ୍ୟ ଆଉ ସବୁ ପ୍ରକାର ଖରାପ କାମରେ ସେମାନେ ଲିପ୍ତ ଥିଲେ, ଯୋଉଟା କି ଈଶ୍ୱରଙ୍କର ସନ୍ତୁଷ୍ଟକର ବିଷୟ ନଥିଲା। ମୂର୍ତ୍ତି ପୂଜା କରୁଥିଲେ। ଆମ ସଦାପ୍ରଭୁ ମୂର୍ତ୍ତି ପୂଜା କରିବ ନାହିଁ ବୋଲି ଆମମାନଙ୍କୁ ଆଜ୍ଞା ଦେଇଛନ୍ତି, ବଟ୍ ଇସ୍ରାଏଲୀୟ ମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଲେ ନାହିଁ। ଆଉ ଈଶ୍ୱରଙ୍କର ଯୋଉ ଆଶୀର୍ବାଦ, ତାଙ୍କୁ କେତେ ଭଲ ପାଉଥିଲେ, କେତେ ଆଶୀର୍ବାଦ, କେତେ ଜୀବନରେ କେତେ ମିରାକଲ କରିଛନ୍ତି, ତାଙ୍କୁ ମିଶର ଦେଶରୁ ଆଣିକି କିଣାଣି ଦେଶରେ ପହଞ୍ଚେଇଛନ୍ତି। ଏସବୁ ଜିନିଷ, ତାଙ୍କର ସେ ଆଶୀର୍ବାଦ, ତାଙ୍କର ସେ ବ୍ଲେସିଂସ୍, ତାଙ୍କର ସେ ମିରାକଲ ସବୁ କିଛି ସେମାନେ ଭୁଲିଗଲେ। ଭୁଲି ଯାଇକି ଈଶ୍ୱରଙ୍କର ଆଜ୍ଞା ପାଳନ କଲେନି, ଆଜ୍ଞା ପଥରୁ ବହୁତ ଦୂରକୁ ଚାଲିଗଲେ ଆଉ ସଦାପ୍ରଭୁଙ୍କୁ ଦୁଃଖ ଦେଲେ। କାହିଁକିନା ଆମେ ଅନେକ ପଦପର୍ବ ଆମେ ବାଇବେଲରୁ ପଢିଛୁ, ଯୋଉ ସବୁ ବାକ୍ୟରୁ ଆମେ ଜାଣି ସାରିଛୁ ସେମାନେ କେତେ ଅବାଧ୍ୟ ହେଇଥିଲେ, କେମିତି ଈଶ୍ୱରଙ୍କୁ ଦୁଃଖ ଦେଇଥିଲେ, ତାଙ୍କର ଆଜ୍ଞା ପଥରୁ ଚାଲି ଯାଇଥିଲେ। ଆମେ ତଥାପି ବି ଗୋଟେ ଦୁଇଟା ପଦପର୍ବ ପଢିବା ଯୋଉଥିରୁ କି ଆମେ ଜାଣିପାରିବା ଯେ କେମିତି ଇସ୍ରାଏଲୀୟ ମାନେ ଈଶ୍ୱରଙ୍କୁ ଦୁଃଖ ଦେଇଥିଲେ। ଆମେ ଦ୍ୱିତୀୟ ରାଜାବଳୀ 17 ପର୍ବ ତାର 7 ଆଉ 10 ଆଉ 17ରେ ଆମେ ଟିକେ ପଢିବା। ଦ୍ୱିତୀୟ ରାଜାବଳୀ 17ର 7, 10, 17। ଏଥିର କାରଣ ଏହି, ଇସ୍ରାଏଲ ସନ୍ତାନଗଣର ଯେଉଁ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ମିଶର ଦେଶରୁ ଅର୍ଥାତ୍ ମିଶ୍ରୀୟ ରାଜା ଫାରୋର ହସ୍ତାଧୀନରୁ ବାହାର କରି ଆଣିଥିଲେ, ତାହାଙ୍କ ବିରୁଦ୍ଧରେ ସେମାନେ ପାପ କରି ଅନ୍ୟ ଦେବଗଣକୁ ଭୟ କଲେ। 10ରେ ଲେଖା ହେଇଛି, ଆଉ ସେମାନେ ଆପଣାମାନଙ୍କ ପାଇଁ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିତବର୍ଣ୍ଣ ବୃକ୍ଷ ମୂଳେ ସ୍ତମ୍ଭ ଓ ଆସେରା ମୂର୍ତ୍ତିମାନ ସ୍ଥାପନ କଲେ। ପୁଣି 17ରେ ଲେଖା ହେଇଛି,
पुणी सेमाने आपणा मानक पुत्र कन्या गण को अग्नि मध्य दे गमन कराइले पुणी मंत्र और गणकता व्यवहार कले आ सदाप्रभु को विरक्त करबा पई ताहांक दृष्टि रे कुकर्म करबा को आपणा मानकु विक्रय कले। आमे देखुचु ए सब घटना रो समस्त पढ़ी सारिछु आमे जानिछु बाइबल केते केते वाक्य लेखा हिची हमर इस्राएली मानकर डिसोबीडियंस बारे आमे देखुचु ईश्वर जोड़ा भल पांतिनी सेमिति से गछ मूले स्तंभ कले आसरा मूर्ति कले ये सब जोरा कि सब भल पांतिनी सेई गुडा कले तांकर अबाध्य हले प्रभु को भय न करिकि अन्य देवगण को भय करूछंती आमे देखुचु एठी पुनी लेखा हिची से माने जो मंत्र गणकथा ऊपर डिपेंड कले एमिति करी से माने प्रभु को बहुत दुख देले प्रभु को बहुत कष्ट देले प्रभु जोड़ा भल पांतिनी सेई सब कार्य कले तांको प्रभु एते भल पाउथिले किंतु तांकर से प्रेम बदले से माने संगे संगे स्वार्थपर हो जाउतिले संगे संगे अबाध्य होउतिले डिसैटिस्फाई होउतिले। आमे आ गोटे पद पर्व देखिबा विचारकर्ता 2 पर्वर 11 12 13 विचारकर्ता 2 पर्व 11 12 13 एठारे लेखा अछि अनंतर इस्राएल संतानगण सदाप्रभुଙ୍କ दृष्टिरे जहा मंद ताहा कले ओ बाल देवगणर सेवा कले पुणी जे सेमानंको मिस्र देशरु बाहर करी आनिथिले सेही सदाप्रभु आपणा मानक पैतृक परमेश्वरंको त्याग कले ओ अन्य देवतागणर अर्थात सेमानंक चतुर्दिगस्थ लोकमानंक देवतागणर अनुगामी होई सेमानंको प्रणाम कले एही रूपे सेमाने सदाप्रभुंको विरक्त कले आहुरी सेमाने सदाप्रभुंको परित्याग करी बाल देव और अष्टार देवीगणर सेवा कले आमे देखुचु ए सब वाक्य आहुरी आमे देखिचु वाक्य लेखाइची आमे अनेक वाक्य आमे पढ़ी सारिचु तथापि आमे गोटे दिटा जो देखुचु एथिरे भी आमे देखुचु जे सेमाने केंती सदाप्रभुंकर दृष्टि रे जहा मंद सदाप्रभु जहा भल पांती नै सेई सब सेमाने कले माने सदाप्रभुंको सेमाने केते कष्ट देइछन्ती सदाप्रभु जहा पसंद करंतीनी सेई सब काम गुडा कले ये सब करिकी सदाप्रभुंको दुख देकी दुख देले सदाप्रभुंको धोखा देले अविश्वस्त हेले विश्वासघातकता कले तथापि भी सदाप्रभु तांको भल पाउथिले सब बेले अपेक्षा करथिले केमिति से माने परिवर्तित हेइ जिवे तापरे पुणी सेटा बेले से कहउचंती जे इस्राएलिय माने दुईटा दोष करछंती कहिकिना भी सदाप्रभु होसें को कहउचंती होसे नै जिरिमिया पुस्तक रे लेखा हिची जिरिमिया 2:13 रे लेखा हिची जिरिमिया भविष्यत वक्तांक कहिथिले कारण आंभर लोक माने जिरिमिया 2:13 रे कारण आंभर लोक माने दुईटी दोष करी अछंती से माने अमृत जलर निर्झर स्वरूप जे आंभे आंभ को परित्याग करी अछंती पुणी आंभ मानक निमंते आपणा मानक निमंते नाना कूप खोली अछंती से सब भग्न कूप जल धारण करि न पारे आमे देखुछु सदाप्रभु जिरिमिया को भी जणाउछंती जे केमती इस्राएलिय लोक माने दुईटा दोष करिसंती प्रथम दोष होची अमृत जलर निर्झर स्वरूप जे सदाप्रभु तांको परित्याग करछंती सेकंड दोष निज निज निमंते आपणा मानक निमंते निज निज निमंते नाना कूप खोलिसंती जो गुडा कि भग्न कूप जो जल धारण करि न पारे माने केते दोष करिसंती इस्राएलिय माने सदाप्रभु जे कि अमृत जलर निर्झर जे कि जीवन रे से ही ब्लेसिंग्स रो से ही उच्च जे कि तांकर सब किछि आरंभ रु शेष पर्यंत तांको आशीर्वाद करिवार परमेश्वर तांको आशा देवार तांको तृप्त करिवार शांति देवार परमेश्वर तांको परित्याग करी से माने भग्न कूप खोली माने नाना कूप खोली अछंती जो गुडा कि भग्न जोतरे कि जल धारण करे माने से माने निर्जीव आशाहीन जोड़ा कि तृप्त शांति को माने अतृप्त शांति देई न पारे से अन्य देवता मान को पूजा करछंती से कहउचंती सदाप्रभु आमे समस्त जानिचु सदाप्रभु परमेश्वर होउचंती अमृत जलर निर्झर दाऊद जयंती गीत संहिता 36 रो 9 रे कहिचंती तुम्भटारे जीवनर निर्झर अछि सेई सदाप्रभु अमृत जलर निर्झर सेई तांकु छाड़ी देकी इस्राएलिय माने अन्य देवगणर पूजा करछंती से भग्न कूप उपरे निर्भर करछंती बोली से जिरिमिया भविष्यत वक्तांको कहउचंती सदाप्रभु सेई परमेश्वर को छाड़ी कि जेते बेले से माने अन्य देवता को पूजा करछंती सेते बेले
परमेश्वरଙ୍କୁ ବହୁତ ଦୁଃଖ ହଉଛି, ତଥାପି ବି ସେ ଇସ୍ରାଏଲଙ୍କୁ ପ୍ରେମ କରିବା ବନ୍ଦ କରିନାହାନ୍ତି। ସେଇ ସମୟର ଘଟଣା ହୋସେୟଙ୍କ ପାଖରେ ଯେତେବେଳେ ସଦାପ୍ରଭୁ କଥା କହୁଛନ୍ତି, ସେଇ ସମୟର ଘଟଣା ଅଟେ। ଏଇ ସବୁ ଘଟଣା ଦ୍ୱାରା ଏଇ ସମୟରେ ହୋସେୟଙ୍କ ସଦାପ୍ରଭୁ କହୁଛନ୍ତି, ତୁମେ ଯାଇ ଗୋଟେ ଆଦେଶ ଦଉଛନ୍ତି, ତୁମେ ଯାଇ ଗୋଟେ ବ୍ୟଭିଚାରିଣୀ ସ୍ତ୍ରୀକୁ ଗ୍ରହଣ କର, ଗୋଟେ ବ୍ୟଭିଚାରିଣୀ ସ୍ତ୍ରୀକୁ ବିବାହ କର କହୁଛନ୍ତି, ଆଉ ତାର ବ୍ୟଭିଚାର ଜାତ ସନ୍ତାନ ଗଣକୁ ଗ୍ରହଣ କର କହୁଛନ୍ତି। କାହିଁକିନା ଏଇ ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହାବ୍ୟଭିଚାର କରିଅଛି, ଈଶ୍ୱରଙ୍କର ବିରୁଦ୍ଧ ହେଇଛି। ଆଉ ସେଇ ସମୟରେ ଇସ୍ରାଏଲଙ୍କ ପ୍ରତି ତାଙ୍କର ପ୍ରେମ କମି ନଥିଲା, କିନ୍ତୁ ସେ ତାଙ୍କର ଅପରିବର୍ତ୍ତନୀୟ ପ୍ରେମକୁ ଜଣେଇବା ପାଇଁ ହୋସେୟଙ୍କୁ ଇସ୍ରାଏଲ ମାନଙ୍କ ପାଖକୁ ପଠଉଛନ୍ତି। ତାଙ୍କର ଆଦେଶ ଅନୁଯାୟୀ ଆମେ ଦେଖୁଛୁ ହୋସେୟ, ଆମେ ଆଗକୁ ପଢିଲେ ଆମେ ଜାଣିପାରିବା ହୋସେୟ ପୁଣି ଈଶ୍ୱରଙ୍କର ନିର୍ଦ୍ଦେଶ ଅନୁଯାୟୀ ଗୋଟେ ବ୍ୟଭିଚାରିଣୀ ସ୍ତ୍ରୀକୁ ବାହା ହଉଛନ୍ତି, ତାର ନାଁ ଗୋମର। ଗୋମରକୁ ସେ ଗ୍ରହଣ କରୁଛନ୍ତି। ଏଟା ଗୋଟେ ବିବାହ ନଥିଲା, ବଟ୍ ଗୋଟେ ସିମ୍ବୋଲିକ ଆକ୍ଟ ଥିଲା, କାହିଁକିନା ଏଥିରେ ଈଶ୍ୱର ଇସ୍ରାଏଲର ଅବସ୍ଥାକୁ ଦେଖେଇବାକୁ ଚାହୁଁଥିଲେ। ଆଉ ହୋସେୟଙ୍କୁ ଏସବୁ ଆଦେଶ ଦେଇଥିଲେ, ଯାଅ ଗୋମରକୁ ବାହା ହୁଅ। ଆଉ ଗୋମର ମଧ୍ୟ ଗୋଟେ ବ୍ୟଭିଚାରିଣୀ ହୋସେୟକୁ ଆଦେଶ ଦେଲେ, ଆଉ ହୋସେୟ ମଧ୍ୟ ଈଶ୍ୱରଙ୍କର ଆଦେଶକୁ ମାନୁଛନ୍ତି, କୌଣସି ପ୍ରଶ୍ନ ଉଠଉନାହାନ୍ତି। ସେ ଜାଣିଛନ୍ତି ସଦାପ୍ରଭୁଙ୍କର ଯୋଜନା ଅନ୍ୟ ଭିନ୍ନ ପ୍ରକାରର। ସେ ତାଙ୍କୁ ଈଶ୍ୱରଙ୍କୁ ଭୟ କରିବା ଭବିଷ୍ୟତ ବକ୍ତା, ସେ ଈଶ୍ୱରଙ୍କର ଆଦେଶକୁ ମାନୁଛନ୍ତି, ଆଉ ଯାଇ ଗୋଟେ ବ୍ୟଭିଚାରିଣୀ କନ୍ୟା ଗୋମରକୁ ଗ୍ରହଣ କରୁଛନ୍ତି, ବାହା ହଉଛନ୍ତି। ତାପରେ ଆମେ ଦେଖୁଛୁ ସେ ଗୋମରଙ୍କ ଠାରୁ ସେ ଯେତେବେଳେ ବାହାଘର ହଉଛି, ସେତେବେଳେ ତାଙ୍କର ଗୋଟେ ପୁତ୍ର ହଉଛି। ସେ ପୁତ୍ରର ନାମ ବି ସଦାପ୍ରଭୁ ରଖୁଛନ୍ତି, ତାର ନାମ ଜିସ୍ରେଲ ରଖୁଛନ୍ତି, ଯାହାର ଅର୍ଥ ହଉଛି ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା। ତାପରେ ସେକେଣ୍ଡ ଗୋଟେ କନ୍ୟା ଜନ୍ମ ହଉଛି, ତାର ନାଁ ହଉଛି ଲୋ ରୁହାମା, ମାନେ ସେ କହୁଛନ୍ତି କି ଇସ୍ରାଏଲ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ ବୋଲି କହୁଛନ୍ତି। ପୁଣି ଥାର୍ଡ ଗୋଟେ ପୁଅ ହଉଛି, ତାର ନାଁ ଲୋ ଆମି, ସେ କହୁଛନ୍ତି ଇସ୍ରାଏଲ ମାନେ ତୁମାନେ ମୋର ଲୋକ ନୁହଁ, ଆମ୍ଭର ଲୋକ ନୁହଁ, ଆମ୍ଭେ ତୁମଙ୍କର ପରମେଶ୍ୱର ନୁହେବା। ଏମିତି ସଦାପ୍ରଭୁ ନାଁ ଦଉଛନ୍ତି। ନାଁ ଦବାର କାରଣ ହଉଛି ହୋସେୟର ସନ୍ତାନ ମାନଙ୍କୁ ପ୍ରଭୁ ଯୋଉ ନାଁ ଦେଇଥିଲେ, ସେଗୁଡା ଗୋଟେ ସିମ୍ବୋଲିକ ନେମ୍ସ। ଗଡ ମାନେ ଇସ୍ରାଏଲ ପିପୁଲ ଉପରେ ଏତେ ଡିସପ୍ଲିଜ ଥିଲେ, ସେଥିପାଇଁ ସେ ଏମିତି ନାଁ ଦଉଛନ୍ତି। ଏଇ ସବୁ ଘଟଣା ଭିତରେ ଗୋମର କିନ୍ତୁ ଫେଥଫୁଲ ହେଇକି ହୋସେୟ ପ୍ରତି ରହିନାହିଁ। ସେ ଯୋଉ ବ୍ୟଭିଚାରିଣୀ ସ୍ତ୍ରୀ, ସେ ବିଶ୍ୱସ୍ତ ହେଇପାରିନି, ଆଉ ହୋସେୟର ସଙ୍ଗେ ସେ ତାର ବିଶ୍ୱସ୍ତତା ନ ରଖି ଦିନେ ତାର ସନ୍ତାନ ମାନଙ୍କୁ ଆଉ ହୋସେୟକୁ ଛାଡି ଗୋମର ଦିନେ ତାର ଅତୀତ ଜୀବନକୁ ଫେରି ଯାଉଛି। ଆମେ ଆଗକୁ ପଢିଲେ ଜାଣିବା, ସେ ପୁରୁଣା ତାର ଅତୀତ ଜୀବନକୁ, ପୁଣି ସେ ବ୍ୟଭିଚାର ପାପ, ସେ ତାର ଅତୀତ ଜୀବନକୁ ସେ ଫେରି ଯାଉଛି। ସେ ହୋସେୟର ପ୍ରେମ ଏସବୁ ଭୁଲି ଯାଉଛି, କିନ୍ତୁ ତାର ଅତୀତ ଜୀବନକୁ ସେ ଫେରି ଯାଉଛି। ଅତୀତ ଜୀବନକୁ ଫେରିକି ଗଲା ପରେ ସେଠି ସେ ଜଗତ ଏଇ ଯୋଉ ଅନ୍ୟ ଲୋକମାନଙ୍କ ସହିତ ଯେତେବେଳେ ସେ ସମୟ କାଟୁଥିଲା, ଶେଷରେ ଦିନେ ଗୋମର ପାପରେ ପଡିକି ଗୋଟେ ଦାସୀ ରୂପରେ ବିକୃତ ହେଇଯାଉଛି। ତାକୁ ସେ ଲୋକମାନେ, ତାର ସେ ପୁରୁଣା ପ୍ରେମିକ ମାନେ ତାକୁ ସେମାନେ ଦାସୀ ରୂପରେ ବିକ୍ରି କରିଦଉଛନ୍ତି। ଏଠି ଆମେ ଦେଖୁଛୁ ସେଇ ସମୟରେ ହୋସେୟର ପ୍ରେମ ଗୋମର ପ୍ରତି କମ ହେଇନାହିଁ। ହୋସେୟ ନିଶ୍ଚୟ ଦୁଃଖିତ ଥିବେ। ସେଇ ସମୟରେ ସଦାପ୍ରଭୁଙ୍କର ବାକ୍ୟ ଆସୁଛି, ତାର 3 ପର୍ବ 1ରେ ଆମେ ଦେଖୁଛୁ, 2ରେ 3ରେ ଯାହା ପଢିଲୁ, ସଦାପ୍ରଭୁ ତାଙ୍କୁ କହୁଛନ୍ତି ତୁମେ ଯାଅ, ତାକୁ ପୁଣି ଥରେ ତୁମେ ତାକୁ ପ୍ରେମ କର। ପ୍ରଭୁ ତାକୁ କହୁଛନ୍ତି ଯାଅ, ତମେ ତାକୁ ପ୍ରେମ କର। ଆଉ ତାକୁ ପୁଣି ସେ କିଣିକି ଆଣୁଛନ୍ତି। ସେ ଦାସୀ ରୂପରେ ଯୋଉଠି ବିକ୍ରୟ ହେଇଥିଲା, ସେଠିକି ସେ ଯାଇକି ହୋସେୟ ସେ ବ୍ୟଭିଚାରିଣୀ ସ୍ତ୍ରୀ ଗୋମରକୁ, ତାର ନିଜ ସ୍ତ୍ରୀକୁ, ତାକୁ ପୁଣି ସେ କିଣିକି ଆଣୁଛି। 15 ରୌପ୍ୟ ମୁଦ୍ରା ଓ 1 ହୋମର ଓ ଅର୍ଦ୍ଧ ହୋମର ଜବ ଦେଇକି ସେ ସ୍ତ୍ରୀକୁ ସେ କିଣିକି ଆଣୁଛି। ସେ ଫେରେଇକି ଆଣୁଛି ଗୋମରକୁ, ତାର ପ୍ରେମିକା, ତାର ସ୍ତ୍ରୀକୁ ତା ନିଜ ପାଖକୁ ନେଇ ଆସୁଛି। ସେତେବେଳେ ସେ କହୁଛି ତୁମେ ଆଉ ଯିବ ନାହିଁ, ତୁମେ ଆଉ ବେଶ୍ୟାବୃତ୍ତି କରିବ ନାହିଁ,
ତୁମେ କିନ୍ତୁ ଆମର ସହିତ ରହିବ ବୋଲି। ସେତେବେଳେ ଗୋମର ନିଜର ଭୁଲକୁ ଜାଣିପାରୁଛି କି ସେ କଣ ଭୁଲ କରିଛି। ସେ ଜାଣିପାରିଛି ସେ କେତେ କେତେ ଧୋକା ଦେଇଛି, କେତେ ଅବିଶ୍ୱସ୍ତ ହେଇଛି ହୋସେୟ ପ୍ରତି। ତଥାପି ବି ହୋସେୟ ତାର ସ୍ୱାମୀର ତା ପ୍ରତି ପ୍ରେମ କମି ନାହିଁ। ଆଉ ସେ ତାକୁ ସେଇ ଅର୍ଥ ଦେଇ ତାକୁ କ୍ରୟ କରୁଛି ଆଉ ତାକୁ ପୁଣି ଥରେ ତା ଜୀବନକୁ ଫେରେଇ ଆଣୁଛି। ଏଠି ସେ ଦେଖୁଛି ଯେ ସେ ଅନ୍ୟ ଲୋକମାନେ ତାକୁ କେତେ ଧୋକା ଦେଲେ, କିନ୍ତୁ ତାର ସ୍ୱାମୀ ହୋସେୟ ତା ପ୍ରତି ବିଶ୍ୱସ୍ତ ହେଇଛି। ସେତେବେଳେ ଗୋମର ଅନୁଭବ କରୁଛି ଯେ ବାରମ୍ବାର ହୋସେୟ ପ୍ରତି ବିଶ୍ୱାସଘାତକତା କରିବା ଯୋଗୁଁ ମଧ୍ୟ ହୋସେୟର ପ୍ରେମ ତାର ପ୍ରତି କମ୍ ହୋଇନାହିଁ। ସେତେବେଳେ ଗୋମର ଅନୁତାପ କରୁଛି ଆଉ ନିଷ୍ପତ୍ତି ନେଉଛି ଯେ ସେ ଆଉ କେବେ ହୋସେୟକୁ ଛାଡି କୁଆଡେ ଯିବ ନାହିଁ। ଏଇ ଘଟଣା, ଏ ହୋସେୟ ଗୋମେରର ଏଇ କାହାଣୀ ଆମକୁ ପରମେଶ୍ୱରଙ୍କର ପ୍ରେମ ବିଷୟ ଜଣାଏ। ଈଶ୍ୱରଙ୍କର ଅନନ୍ତ ପ୍ରେମ ଓ ତାଙ୍କ ବିରୁଦ୍ଧରେ ତାଙ୍କ ଲୋକମାନଙ୍କର ଆଧ୍ୟାତ୍ମିକ ବ୍ୟଭିଚାରକୁ ବୁଝାଉଛି। ଆଉ ଏଇ ଯୋଉ ପରମେଶ୍ୱରଙ୍କ ପ୍ରତି ଇସ୍ରାଏଲ ଜାତିର ଅବିଶ୍ୱସ୍ତତା କୁ ଏକ ଲିଭିଂ ଏକ୍ଜାମ୍ପଲ ମାଧ୍ୟମରେ ସଦାପ୍ରଭୁ ଦେଖାଉଛନ୍ତି। ପରମେଶ୍ୱର ସ୍ୱାମୀ ପରି, ଇସ୍ରାଏଲ ତାଙ୍କର ଅବିଶ୍ୱସ୍ତ ଭାର୍ଯ୍ୟା ପରି। ହୋସେୟ ନିଜ ସ୍ତ୍ରୀ ଗୋମେରର ଅବିଶ୍ୱସ୍ତତା ଯୋଗୁଁ ଯେଉଁ କଷ୍ଟ ଅନୁଭବ କଲେ, ତାହା ଦ୍ୱାରା ପରମେଶ୍ୱର ଇସ୍ରାଏଲର ପାପ ଯୋଗୁଁ କେତେ କଷ୍ଟ ପାଉଛନ୍ତି ତାହା ଜଣେଇବାକୁ ଚାହିଁଥିଲେ। ହୋସେୟ ସବୁ ଅବାଧ୍ୟତା ଓ ଧୋକା ସତ୍ତ୍ୱେ ଗୋମରକୁ ପୁଣି ଗ୍ରହଣ କଲା। ଏହା ସୂଚାଏ ଯେ ଇସ୍ରାଏଲବାସୀ ବାରମ୍ବାର ପାପ କଲେ ମଧ୍ୟ ପରମେଶ୍ୱର ସେମାନଙ୍କୁ ବହୁତ ଭଲ ପାଆନ୍ତି ଓ ଅନୁତାପ କଲେ ସେମାନଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଏଠି ସଦାପ୍ରଭୁ ଜଣାଉଛନ୍ତି। ହୋସେୟଙ୍କର ମେସେଜ ଇସ୍ରାଏଲିଆ ମାନଙ୍କର ମୂର୍ତ୍ତି ପୂଜା ବିରୁଦ୍ଧରେ ଗୋଟେ କଠୋର ଚେତାବନୀ ଥିଲା। କିନ୍ତୁ ସଦାପ୍ରଭୁଙ୍କର ଅସୀମ ପ୍ରେମ, କ୍ଷମା ଆଉ ତାଙ୍କ ନିଜ ଲୋକମାନଙ୍କ ପ୍ରତି ତାଙ୍କର ଯୋଉ ଅନକଣ୍ଡିସନାଲ ଲଭ୍ କୁ ଦେଖଉଛି। ଅବିଶ୍ୱସ୍ତ ଇସ୍ରାଏଲକୁ ପଶ୍ଚାତାପ କରି ପରମେଶ୍ୱରଙ୍କ ନିକଟକୁ ଫେରି ଆସିବା ପାଇଁ ଏଟା ଗୋଟେ ଡାକରା ଅଟେ। ବିପଦ ସମୟରେ ମଧ୍ୟ ସଦାପ୍ରଭୁଙ୍କର ପ୍ରେମ କିପରି ସ୍ଥାୟୀ ଆଉ ଅପରିବର୍ତ୍ତନୀୟ ଅଟେ ତାହା ଆମେ ଦେଖିପାରୁଛୁ। ତେଣୁ ହୋସେୟ କେବଳ ପରମେଶ୍ୱରଙ୍କର ଭବିଷ୍ୟତ ବାକ୍ୟ କହିନଥିଲେ, ବରଂ ତାଙ୍କର ପାରିବାରିକ ଜୀବନ ମାଧ୍ୟମରେ ସଦାପ୍ରଭୁଙ୍କର ହୃଦୟର ବେଦନା ଓ ଈଶ୍ୱରଙ୍କର ପ୍ରେମକୁ ପ୍ରକାଶ କରିଥିଲେ। ଏଇ ଘଟଣାରୁ ଆମକୁ ପ୍ରଭୁ ଆଜି କଣ ଜଣାଉଛନ୍ତି ତାହା ଆମେ ଦେଖିବା। ଏଠି ଆମେ ଦେଖୁଛୁ ଆତ୍ମିକ ବ୍ୟଭିଚାର, ଅର୍ଥାତ୍ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇ ମୂର୍ତ୍ତି ପୂଜା କରିବାକୁ ଈଶ୍ୱର ବ୍ୟଭିଚାର ସାଙ୍ଗରେ ତୁଳନା କରିଛନ୍ତି। ମାନେ ପାପ ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗି ଦେଇଥାଏ। ଆମେ ସମସ୍ତେ ଜାଣିଛୁ, ଜୀବନରେ ଦୁଃଖ କଷ୍ଟ ଆଣିଥାଏ। ସଦାପ୍ରଭୁ ଆମକୁ ଆଜ୍ଞା ଦେଇଛନ୍ତି ମୂର୍ତ୍ତି ପୂଜା ନ କରିବାକୁ, ଆଉ ତାଙ୍କର ବ୍ୟବସ୍ଥା ଅର୍ଥାତ୍ ତାଙ୍କର କମାଣ୍ଡମେଣ୍ଟସକୁ ମାନିବାକୁ ଆମକୁ ପଡିବ। ଯେତେବେଳେ ଆମେ ଈଶ୍ୱରଙ୍କର ଅବାଧ୍ୟ ହେଇଥାଉ ସଦାପ୍ରଭୁଙ୍କୁ ବହୁତ ଦୁଃଖ ହେଇଥାଏ। ଗୋମେର ଯେପରି ହୋସେୟକୁ ଛାଡି ଅନ୍ୟ ପୁରୁଷ ପଛରେ ଗୋଡଉଥିଲା, ଆମେ ମଧ୍ୟ ଅନେକ ସମୟରେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇ ଆମେ ହେଇଥାଇପାରେ ଆଜି ଆମେ ମୂର୍ତ୍ତି ପୂଜା କରୁନାହୁଁ, କିନ୍ତୁ ଆମେ ଅନେକ ସମୟରେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇ ଏ ଜଗତର ସୁଖ ଅଭିଳାଷକୁ ଇମ୍ପୋର୍ଟାନ୍ସ ଦେଇଥାଉ। ଏ ଜଗତକୁ ଫାଷ୍ଟ ପ୍ରାୟୋରିଟି ଦେଇଥାଉ। ଅନେକ ସମୟରେ ଈଶ୍ୱରଙ୍କ ପ୍ରତି, ପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହେଇଥାଉ, ତାଙ୍କୁ ଅବହେଳା କରିଥାଉ, ଆମେ ଅବାଧ୍ୟ ହେଇଥାଉ, ତାଙ୍କୁ ଡିସପ୍ଲିଜ କରିଥାଉ। ଅନେକ ସମୟରେ ଆମେ ଅଧର୍ମ କରିଥାଉ, ଈଶ୍ୱରଙ୍କର ସନ୍ତୁଷ୍ଟକର କାର୍ଯ୍ୟ କରିନଥାଉ। ତାହା ମଧ୍ୟ ଏକ ଆତ୍ମିକ ବ୍ୟଭିଚାର ଅଟେ। ପ୍ରଭୁ ସେଟା ଭଲ ପାଆନ୍ତିନି ଆମକୁ। ତେଣୁ ଆଜିର ଏ ବାର୍ତ୍ତା, ଏ ହୋସେୟ ଗୋମରର ଏଇ ଯୋଉ ଘଟଣା ଆଜି ଆମମାନଙ୍କୁ କହୁଛି, ଆଜି ମଧ୍ୟ ଆମ ପାଖରେ ସମୟ ଅଛି। ପ୍ରଭୁ ଚାହାନ୍ତି ଆମେ ରାଇଟ ୱେରେ ଯିବା, ତାଙ୍କର ଆଜ୍ଞା ମାନିବା। ସେ ଯୋଉ ଆମକୁ ରାସ୍ତା ବତେଇଛନ୍ତି, ସେ ଯୋଉ ପଥ ସତ୍ୟ ଜୀବନ ସଦାପ୍ରଭୁ ପ୍ରଭୁ ଯୀଶୁ, ଆମେ ତାଙ୍କୁ ଫଲୋ କରିବା ଆଉ ତାଙ୍କର ଆଜ୍ଞା ପାଳନ କରିବା। ଆଉ ସେ ଆମକୁ କେବେ ଛାଡିବେ ନାହିଁ, କାହିଁକିନା ସେ ଆମକୁ ବହୁତ ପ୍ରେମ କରନ୍ତି। ସେମାନଙ୍କୁ ସଦାସର୍ବଦା କ୍ଷମା କରି ଆପଣେଇବାକୁ ପ୍ରସ୍ତୁତ ଅଛନ୍ତି। ଆମେ ଦେଖୁଛୁ ସଦାପ୍ରଭୁଙ୍କର ଏଠି ତାଙ୍କର ଅନକଣ୍ଡିସନାଲ ପ୍ରେମକୁ ଦେଖୁଛୁ। ଏତେ ଭୁଲ କଲେ ବି, ଯେମିତି ହୋସେୟ
ବାରମ୍ବାର ଗୋମର ବାରମ୍ବାର ହୋସେଆ ପ୍ରତି ବିଶ୍ୱାସଘାତକତା କରୁଥିଲା। ଶେଷରେ ଦିନେ ସେ ତାକୁ ଛାଡିକି ଚାଲି ଯାଉଛି। କିନ୍ତୁ ହୋସେଆର ଗୋମେର ପ୍ରତି ପ୍ରେମ କମି ନଥିଲା। ସେମିତି ଆମେ ଯେତେ ଭୁଲ କଲେ ବି ପ୍ରଭୁ ଆମକୁ ବହୁତ ଭଲ ପାଆନ୍ତି। ଆମମାନେ ଯେତେ ଅବାଧ୍ୟ ହେଲେ ବି ଅନେକ ସମୟରେ ତାଙ୍କୁ ଇମ୍ପୋର୍ଟାନ୍ସ ଦେଇନଥାଉ, ତଥାପି ବି ସେ ଆମମାନଙ୍କ ପ୍ରତି ତାଙ୍କର ପ୍ରେମ କମି ନଥାଏ। ସେ ଆମମାନଙ୍କୁ ଅନକଣ୍ଡିସନାଲ ଲଭ୍ କରନ୍ତି। ସେ ଆମକୁ ବହୁତ ଭଲ ପାଆନ୍ତି। ସେ ଆମକୁ ଚାହାନ୍ତି ଯେ ଆମେ ସବୁବେଳେ ତାଙ୍କର ତାଙ୍କର କଥା ମାନିବା। ସେଥିପାଇଁ ଆମେ ତାଙ୍କର ସେ ପ୍ରେମକୁ ମନେ ପକେଇବା। ଆଉ କଣ କରିବା, ତାଙ୍କର ସେ ନିଃସ୍ୱାର୍ଥପର ପ୍ରେମ, ସେ ଆମକୁ କେମିତି ତାଙ୍କର ପ୍ରେମ କେମିତି ଅସୀମ ଅଛି, ସେ କେମିତି ଆମକୁ ଯେତେ ଭୁଲ କଲେ ବି ଅନେକ ସମୟରେ ଆମେ ତାଙ୍କୁ ଇମ୍ପୋର୍ଟାନ୍ସ ଦେଇନଥାଉ, କିନ୍ତୁ ଆମର କୌଣସି କମି କରିନଥାନ୍ତି। ଯେତେବେଳେ ଯାହା ପ୍ରୟୋଜନ ସେ ଆମର ବିଷୟ ଜାଣନ୍ତି। ଆମର ପାପ ପ୍ରମାଣେ, ଆମର କିଛି ଭୁଲ ପ୍ରମାଣେ ଆମକୁ ଦଣ୍ଡ ଦେଇନଥାନ୍ତି। କିନ୍ତୁ ତାଙ୍କର ସେ ପ୍ରେମ ଆମମାନଙ୍କୁ ବହୁତ ସେ ପ୍ରେମ କରିଥାନ୍ତି ଆଉ ବହୁତ ଆଶୀର୍ବାଦ କରିଥାନ୍ତି। ସେ ସବୁବେଳେ ମନୁଷ୍ୟକୁ ପ୍ରେମ କରୁଥିବା ପାପରୁ ଫେରେଇ ଆଣିବା ପାଇଁ ଚାହିଁଥାନ୍ତି। ଆମେ ଏଠି ତାଙ୍କର ପ୍ରେମକୁ ଦେଖୁଛୁ, ନିଃସ୍ୱାର୍ଥପର ପ୍ରେମ, ବିନା ସର୍ତ୍ତରେ ପ୍ରେମ। ତାଙ୍କର ପ୍ରେମ ଆଗାପେ ପ୍ରେମ। ଆମେ ଜାଣିଛୁ ସେଇ ପ୍ରେମ ଯୋଗୁଁ ହିଁ ସେ ଏଇ ଜଗତକୁ ଆସିଥିଲେ। ଆମେ ଯୋହନ 3:16 ଲେଖା ହେଇଛି ଯେମିତି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆମେ ଯେମିତି ଏ ଜଗତରେ ହଜି ନ ଯାଉ, ଆମେ ଯେମିତି ତାଙ୍କର ପଥକୁ ଫେରି ଆସିବୁ। ସେଥିପାଇଁ ସେ ଆମକୁ ଏତେ ଭଲ ପାଆନ୍ତି, କାହିଁକିନା ଆମେ ତାଙ୍କର ଇମେଜରେ ସେ ଆମକୁ ବନେଇଛନ୍ତି। ସମସ୍ତଙ୍କୁ ସେ ବହୁତ ଭଲ ପାଆନ୍ତି। ସମସ୍ତଙ୍କର ନାଁ ଅନୁଯାୟୀ ସେ ନାଁ ଧରି ସମସ୍ତଙ୍କୁ ଜଣକୁ ଜାଣିଛନ୍ତି। ସେଥିପାଇଁ ସେ ଆମକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଆମେ ଦେଖୁଛୁ ଯୋହନ 3:16 ଯୋଉ ବାକ୍ୟ, ସେ ନିଜେ ଜଗତକୁ ଓହ୍ଲେଇ ଆସୁଛନ୍ତି ଆମର ପାପ ଆମକୁ ରକ୍ଷା କରିବା ପାଇଁ। ତାପରେ ଆମେ ଦେଖୁଛୁ ରୋମିଓ 5:8 ବି ଗୋଟେ ବାକ୍ୟ ଲେଖା ହେଇଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ପ୍ରମାଣ କରୁଛନ୍ତି। ପ୍ରଭୁ ଆମମାନଙ୍କୁ କେତେ ଭଲ ପାଆନ୍ତି, ତାଙ୍କର ପ୍ରେମକୁ ଆମେ ଜାଣିପାରୁଛୁ। ଆମର କୌଣସି ଦୋଷକୁ ସେ ଧରନ୍ତିନି। ତାଙ୍କର ସେ ଅନକଣ୍ଡିସନାଲ ଲଭ୍ ଆମମାନଙ୍କ ପ୍ରତି ଅଛି। ସେ କିନ୍ତୁ ଚାହାନ୍ତି ଆମେ କେମିତି ଫେରି ଆସିବା, ଆମେ କେମିତି ଆମର ଅବାଧ୍ୟତାରୁ, ଅବିଶ୍ୱସ୍ତ କେମିତି ଆମର ଭୁଲ ପଥରୁ ଆମେ କେମିତି ଫେରିବା, ଆମେ କେମିତି ହୃଦୟକୁ ପରିବର୍ତ୍ତନ କରିବା, ସେ ସେଟାକୁ ଅପେକ୍ଷା କରନ୍ତି। ଆମେ କେମିତି ଅନୁତାପର ହୃଦୟରେ, ଆମେ ପଶ୍ଚାତାପ ହୃଦୟରେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବା, ଆଉ ସେ ଆମକୁ ଗ୍ରହଣ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। କାହିଁକିନା ଆମେ ଦେଖିଛୁ, ଆମେ ସମସ୍ତେ ଅପବ୍ୟ ପୁତ୍ରର କାହାଣୀ ଜାଣିଛୁ। କେମିତି ସେ ପୁଅ କେତେ ଦୁଃଖ ଦେଲା, ଯେତେବେଳେ ସେ ଚେତନା ପାଇ ଫେରି ଆସୁଛି, ବାପା ତାକୁ କେତେ ଦୂରକୁ ଦୌଡ଼ି ଯାଇ କୋଳେଇ ନଉଛନ୍ତି। ସେଇ ସଦାପ୍ରଭୁ ପରମେଶ୍ୱର ସେ ଆମକୁ କେତେ ଅନକଣ୍ଡିସନାଲ ପ୍ରେମ କରନ୍ତି। ସେଥିପାଇଁ ଆମେ ଜୀବନରେ ଯେତେବେଳେ ବି ଯାହା କିଛି ଭୁଲ ହେଇଯାଇଛି, ଏ ବାକ୍ୟ କହେ ଆମେ ପୁଣି ଫେରି ଆସିବା, ଆଉ ତାଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ତାଙ୍କର ସନ୍ତୁଷ୍ଟକର କାର୍ଯ୍ୟ କରିବା, ଆମ ଜୀବନକୁ ପରିବର୍ତ୍ତନ କରିବା, ଆଉ ତାଙ୍କ ପାଖରେ ସରେଣ୍ଡର କରିବା। ଆଉ ସେ ଆମକୁ ଉଦ୍ଧାର କରିବାକୁ, ଆଉ ଆମର ସହିତ ଗୋଟେ ସମ୍ପର୍କ ପୁଣି ଥରେ ସ୍ଥାପନ କରିବା ପାଇଁ ସେ ଚାହାନ୍ତି। ସେ ସବୁବେଳେ ପ୍ରସ୍ତୁତ ଅଛନ୍ତି ଆମର ସାଙ୍ଗରେ ଆହୁରି ଭଲ ସମ୍ପର୍କ ରଖିବା ପାଇଁ। ସେଥିପାଇଁ ଆମେ ଫେରି ଆସିବା, କାହିଁକିନା ପ୍ରଭୁ ଯୀଶୁଙ୍କର ମେନ୍ ମୋଟିଭ ହେଇଥିଲା କି କେମିତି ଖୋଜି ରକ୍ଷା କରିବାକୁ। ସେଥିପାଇଁ ସେ ସବୁବେଳେ ଚାହାନ୍ତି ଆମେ ତାଙ୍କର ପଥରେ ଯିବା, ତାଙ୍କର କଥା ମାନିବା। ତାଙ୍କ ପତ୍ନୀକୁ କିଣି ଆଣି ତାଙ୍କୁ ପୁଣି ଥରେ ଗ୍ରହଣ କରୁଛନ୍ତି। ପରମେଶ୍ୱରଙ୍କ ଠାରେ ଅନୁତାପ କରିଥିବା ପାପୀ ପ୍ରତି ଥିବା ପ୍ରେମକୁ ଦେଖଉଛି। ଏଠୁ ଆମେ ଦେଖୁଛୁ ଯେ ଈଶ୍ୱରଙ୍କର ପ୍ରେମକୁ ଦେଖୁଛୁ। ସେ କେମିତି ଆମେ ଯେତେ ଭୁଲ କଲେ ବି ତାଙ୍କର ପ୍ରେମ ଆମ ପ୍ରତି କମ ହେଇନି। ସେ ସବୁବେଳେ ଅନେଇଛନ୍ତି ପୁଣି ଥରେ ଆମ ସାଙ୍ଗରେ ରିଲେସନ ରଖିବେ, ଆମକୁ ଆହୁରି ବ୍ଲେସିଂସ କରିବେ। ସେ ଅନେଇଛନ୍ତି। ଆମେ ଅନେକ ଥର ଜୀବନରେ କେତେ ଥର ଯେ ଭୁଲ କରୁ, କିନ୍ତୁ ଯେତେ ଥର ଆମେ ତାଙ୍କୁ ଅନୁତାପର ହୃଦୟରେ ତାଙ୍କ ନିକଟକୁ ଫେରି ଆସୁ, ସେ ଆମକୁ କୋଳେଇ ନେଇଥାନ୍ତି। ଆଉ ଗୋଟେ କଥା ଏଠି ଆମେ ଦେଖୁଛୁ, ସେ ମୂଲ୍ୟ ଦେଇ
ମୂଲ୍ୟ ଦେଇ ଗୋମେରକୁ କିଣି ଆଣୁଛନ୍ତି। ପ୍ରଭୁ କହୁଛନ୍ତି ଯାଅ ତମେ କିଣି ଆଣ, ସେ କିଣି ଆଣୁଛନ୍ତି। ଏଠି ଆମେ ଦେଖୁଛେ ଏଇ ଘଟଣାଟି ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ବଳିଦାନର ଗୋଟେ ପ୍ରୋଫେଟିକ ପିକ୍ଚର। ଏଟା ଯେପରି ହୋସେୟ ତାଙ୍କ ପତ୍ନୀକୁ କିଣିଲେ, ସେପରି ଯୀଶୁ ଖ୍ରୀଷ୍ଟ ନିଜର ବହୁମୂଲ୍ୟ ରକ୍ତ ଦେଇକି ପାପର ଦାସତ୍ୱରୁ ଆମକୁ କିଣିଛନ୍ତି। ପାପର ଦାସତ୍ୱରୁ କିଣିଛନ୍ତି। କାହିଁକିନା ପ୍ରଥମ ପିତର 1:19 ଲେଖା ହେଇଛି, ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷ ଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ଆମମାନେ ତାଙ୍କର ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଛୁ। ଆଉ ପ୍ରଥମ କରନ୍ଥୀୟ 6:20 ବି ଲେଖା ହେଇଛି, କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ୱରଙ୍କ ଗୌରବ ପ୍ରକାଶ କର। ପ୍ରଭୁ ଆମକୁ କହୁଛନ୍ତି ତୁମେ ବିଶେଷ ମୂଲ୍ୟରେ, ପ୍ରଭୁ ଯୀଶୁ ଆମ ପାଇଁ କ୍ରୁଶରେ କେତେ କଷ୍ଟ ସହିଲେ, କେତେ ନିନ୍ଦା ସହିଲେ, ଆଉ କ୍ରୁଶରେ ଆମ ପାଇଁ ଜୀବନ ଦେଲେ। କାହିଁକି? ଆମେ ପାପରୁ ଉଦ୍ଧାର ପାଇବା, ଆମକୁ କ୍ଷମା ଦେବା ପାଇଁ। ଆମକୁ ସେ ଆମର ପାପ, ଆମେ ପାପୀ ଥିବା ସମୟରେ ମଧ୍ୟ ସେ ଆମକୁ ପ୍ରେମ କଲେ, ଆଉ ଆମମାନଙ୍କ ପାଇଁ ଜୀବନ ଦେଲେ, ଆଉ ତାଙ୍କର ରକ୍ତ ଆମମାନଙ୍କୁ ପାପରୁ ଉଦ୍ଧାର କଲା। ସେଇ ସବୁ ଜିନିଷ ଆମେ ସବୁବେଳେ ମନେ ପକେଇବା। ତାଙ୍କର ସେ ପ୍ରେମ ଯୋଗୁ ସେ ତାଙ୍କର ବହୁମୂଲ୍ୟ ରକ୍ତ ଦେଇକି ଆମକୁ କିଣିଛନ୍ତି, ଜୀବନ ଦେଇଛନ୍ତି କ୍ରୁଶରେ ଆମ ପାଇଁ, ଆମର ପାପ ନିମନ୍ତେ, ଆମକୁ କ୍ଷମା ଦେବା ନିମନ୍ତେ ସେ କ୍ରୁଶରେ ବଳିଦାନ ଦେଇଛନ୍ତି। ତେଣୁ ଆମେ ସବୁବେଳେ ମନେ ପକେଇବା ତାଙ୍କର ସେ ବଳିଦାନକୁ। ଆମେ ବଳିଦାନ ମନେ ପକେଇବା କି ଆମକୁ କେମିତି ପ୍ରଭୁ ଯୀଶୁ ଶୟତାନର ପ୍ରତ୍ୟେକ ବନ୍ଧନରୁ ସେ ମୁକ୍ତ କରିଛନ୍ତି, ଆମେ ଯେମିତି ଆଉ ସେ ଭୁଲ ପଥକୁ ନ ଯାଉ। ସେମିତି ଆମେ ରିପେଣ୍ଟ ସହିତ ତାଙ୍କ ପାଖକୁ ପଳେଇ ଆସିବା। କାହିଁକିନା ପ୍ରଭୁ ଯୀଶୁ ମାନବ ଜାତିକୁ ପାପର ଦାସତ୍ୱରୁ ତାଙ୍କର ରକ୍ତ ଦେଇ ମୁକ୍ତ କଲେ। ପାପରେ ପଡିଥିବା ମନୁଷ୍ୟକୁ ଖୋଜି ଆଣିବା ପାଇଁ ପ୍ରଭୁ ସେଇ ଯୋଉ ବଳିଦାନ ଦେଲେ, ତାକୁ ସବୁବେଳେ ମନେ ପକେଇବା। ପ୍ରଭୁ ଆମ ପାଇଁ କଣ କରିଛନ୍ତି, ସେ ଆମକୁ କେମିତି ଭଲ ପାଆନ୍ତି, ଆଉ ସେଥିପାଇଁ ଫେରି ଆସିବା। ଆଉ ସବୁବେଳେ ସେ ଅପେକ୍ଷା କରିଛନ୍ତି ଆମର ସହିତ ସେ ରହିବା ପାଇଁ, ସବୁବେଳେ ଅପେକ୍ଷା କରି ରହିଛନ୍ତି। ତାପରେ ଆମେ ଗୋଟେ ପଦ ଦେଖିବା, ହୋସେୟ 3:5 ଲେଖା ହେଇଛି, ତହିଁ ଉତାରେ ଇସ୍ରାଏଲ ସନ୍ତାନ ଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ୱେଷଣ କରିବେ। ଆଉ ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ। ହଁ, ଯେତେବେଳେ ଯିଏ ଫେରି ଆସେ ସଦାପ୍ରଭୁ ପରମେଶ୍ୱର ତାକୁ କୋଳେଇ ନିଅନ୍ତି। ଆମେ ଏଠି ଦେଖୁଛୁ ଯୋଉମାନେ ପରମେଶ୍ୱରଙ୍କ ଠାରୁ ଦୂରରେ ଥିଲେ, ସେମାନେ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଫେରି ଆସିଲେ। ଯୋଉମାନେ ପରମେଶ୍ୱରଙ୍କ ଠାରୁ ଦୂରରେ ଥିଲେ, ପ୍ରଭୁ ଯୀଶୁଙ୍କ ମାଧ୍ୟମରେ ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରୁଛୁ, ସେତେବେଳେ ପରମେଶ୍ୱରଙ୍କ ପାଖକୁ ଫେରି ଆସିବେ। ଯିଏ ବି ଯୋଉ ବି ମଣିଷ ପରମେଶ୍ୱରଙ୍କର ଲୋକ, ଅର୍ଥାତ୍ ଇସ୍ରାଏଲ ଆଜିର ବିଶ୍ୱାସୀ ମାନେ ଅବିଶ୍ୱସ୍ତତା ପରେ ପଶ୍ଚାତାପ କରି ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସିବା କଥା ଏଠାରେ ଲେଖା ହେଇଛି। ଆଉ ପ୍ରଭୁ ହିଁ ଅନନ୍ତ ଜୀବନ, ଅନନ୍ତ ପ୍ରେମ ଆଉ ମଙ୍ଗଳ କରିବେ। କାହିଁକିନା ଲେଖା ହେଇଛି ରାଜା ଦାଉଦଙ୍କୁ ଅନ୍ୱେଷଣ କରିବେ। ଏଠାରେ ପ୍ରଭୁ ଯୀଶୁଙ୍କୁ ରାଜା ଦାଉଦଙ୍କ କଥା ବିଷୟରେ ଲେଖା ହେଇଛି। ରାଜା ଦାଉଦଙ୍କୁ ଏଠା ଯୀଶୁ ଖ୍ରୀଷ୍ଟଙ୍କ ବାରେ ରାଜା ଦାଉଦ ଲେଖା ହେଇଛି। ଏଟା ଆମେ ଦେଖୁଛୁ ନୂତନ ନିୟମରେ ସବୁ କିଛି ଫୁଲଫିଲ୍ ହେଇଛି। ଆମେ ଦେଖୁଛୁ ଯେତେବେଳେ ଏଫିସିୟ ପୁସ୍ତକ 2 ତାର 3, 4, 5 ଆଡେ ଲେଖା ହେଇଛି, ଯେମିତି ଏଠାରେ ପ୍ରେରିତ ପାଉଲ କହୁଛନ୍ତି ଯେପରି ଏକ ସମୟରେ ଯେତେବେଳେ ଆମେମାନେ ଯେତେବେଳେ ମନ୍ଦ ଇଚ୍ଛା କି ଶରୀରର କାମନା ଅନୁସାରେ ଜୀବନ ଯାପନ କରୁଥିଲୁ, ଭୁଲ ପଥରେ ଥିଲୁ, ସେତେବେଳେ ଆମର ପାପ ଯୋଗୁ ଆମେ ସେତେବେଳେ ଈଶ୍ୱରଙ୍କର ବିଚାର ସ୍ଥାନରେ ଠିଆ ହେବାର ଯୋଗ୍ୟ ଥିଲୁ, ଦଣ୍ଡ ପାଇବାର ଯୋଗ୍ୟ ଥିଲୁ ଯେତେବେଳେ ଆମେ ଭୁଲ କରୁଥିଲୁ। କିନ୍ତୁ ସେତେବେଳେ ଆମେ ଯେତେବେଳେ ଏତେ ଭୁଲ କରୁଥିଲୁ, ଆମେ ସ୍ପିରିଚୁଆଲି ଡେଡ୍ ଥିଲୁ। କିନ୍ତୁ ଈଶ୍ୱର ଆମମାନଙ୍କୁ ମହାପ୍ରେମରେ ପ୍ରେମ କଲେ, ଆଉ ତାଙ୍କର ଦୟା ଯୋଗୁ ସେ ଆମମାନଙ୍କୁ କ୍ଷମା କଲେ, ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କଲେ, ଆଉ ନୂତନ ଜୀବନ ଦେଲେ। ଏଇ ଉଦ୍ଧାର, ଏଇ ପରିତ୍ରାଣ ଆମର କୌଣସି ଭଲ କାମ ଯୋଗୁ ମିଳିନି। କାହିଁକିନା ଆମେ ଏଠି ଦେଖିପାରୁଛୁ ଏଫିସିୟ 2 ଗୋଟେ ପଦ ପଢିକି ସାରିବା। ଏଫିସିୟ 2:4 ଲେଖା ହେଇଛି, ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟା ସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପାଇଅଛ। ହଁ,
ମାନେ ଆମେ ଏତେ ଭୁଲ କଲେ ବି ତାଙ୍କର ସେ ଦୟା ସକାଶେ ଆମକୁ ସେ ପ୍ରେମ କଲେ ଆଉ ଅନୁଗ୍ରହ କଲେ। ଆମେ ତାଙ୍କ ପାଖକୁ ଫେରିଗଲେ ସେ ଆମକୁ ଆଶୀର୍ବାଦ କରିବେ ଆଉ ନୂତନ ଜୀବନ ଦେଇ ପରିତ୍ରାଣ କରିଛନ୍ତି ସେ କହୁଛନ୍ତି। ସେଥିପାଇଁ ଆମେ ପ୍ରଭୁଙ୍କୁ ଆହୁରି ଭଲ ପାଇବା ଆଉ ତାଙ୍କର ସେ ପ୍ରେମକୁ ମନେ ପକେଇବା। ସେଦିନ ଯେମିତି ହୋସେୟ ଗୋମେରକୁ ତାଙ୍କର ଜୀବନ ମାଧ୍ୟମରେ ଦେଖେଇଥିଲେ, ଆଜି ଆମକୁ ଜଣାଉଛନ୍ତି ତୁମେ ବି ଯାହା ବି ଭୁଲ କରିଛ ମୁଁ ତୁମକୁ ସବୁବେଳେ ସେମିତି ପ୍ରେମ କରୁଛି ଆଉ ତୁମେ ଫେରି ଆସ ଆଉ ମୁଁ ତୁମକୁ କୋଳେଇ ନେବା ପାଇଁ ଅପେକ୍ଷା କରିଛି। ଆଉ ଆମକୁ ସେ ସେଇ ପରିତ୍ରାଣ ଦେଇଛନ୍ତି, ଅନୁଗ୍ରହ କରିଛନ୍ତି। ସେଇ ସବୁ ବିଷୟକୁ ଆମେ ମନେ ପକେଇବା ଆଉ ତାଙ୍କୁ ଆମେ ଆହୁରି ଭଲ ପାଇବା। ଆଜିର ବାକ୍ୟ ମାଧ୍ୟମରେ ପ୍ରଭୁ ମତେ ଆଉ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଯେମିତି ପ୍ରଭୁଙ୍କୁ ଆହୁରି ତାଙ୍କର ସେ ପ୍ରେମକୁ ଜାଣିବା, ତାଙ୍କର ବଳିଦାନକୁ ଜାଣିବା। ଆମ ପାଇଁ ସେ ଯେଉଁ ଯେତେ କଷ୍ଟ ସହିଛନ୍ତି, ଆମ ପାଇଁ ଯେଉଁ ବହୁମୂଲ୍ୟ ରକ୍ତ ଦେଇଛନ୍ତି, ତାକୁ ସବୁବେଳେ ମନେ ପକେଇବା ଆଉ ତାଙ୍କ ସାଙ୍ଗରେ ରହିବା ଆଉ ତାଙ୍କର ସନ୍ତୁଷ୍ଟକର ବିଷୟ କରିବା ଆଉ ତାଙ୍କର ଆଜ୍ଞା ମାନି ତାଙ୍କର ପଛରେ ଚାଲିବା। ଆମକୁ ଯେଉଁ ଅନୁଗ୍ରହ ଦେଇଛନ୍ତି, ଆମକୁ ଯେଉଁ ଅନନ୍ତ ଜୀବନ ଆଉ ପରିତ୍ରାଣ ଦେଇଛନ୍ତି, ତାକୁ ଆମେ ମେଣ୍ଟେନ କରିବା। କାହିଁକିନା ଆମେ ଯଦି ସେ ପ୍ରଭୁ ଆମକୁ ଅଲରେଡି ଦେଇ ସାରିଛନ୍ତି, ତାକୁ ଆମେ ଯଦି ତାଙ୍କୁ ଧରି ରଖିବା, ତାଙ୍କର କଥା ଅନୁଯାୟୀ ଜୀବନ କାଟିବା, ଶେଷରେ ଦିନେ ଯାଇକି ତାଙ୍କର ପାଖରେ ପହଞ୍ଚି ପାରିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।